ମହାଭାରତ ଲେଖିଲେ ଶ୍ରୀ ଗଣେଶ। ମହର୍ଷି ବ୍ୟାସଦେବ ସୁଦୀର୍ଘ ସାଧନା କରି ବିଶାଳ ମହାଭାରତ ଗ୍ରନ୍ଥର ପରିକଳ୍ପନା କରିଥାନ୍ତି। ତାଙ୍କ ପରିକଳ୍ପିତ ଗ୍ରନ୍ଥ ଏତେ ବିଶାଳ ଥାଏ ଯେ ଏହାକୁ ଲିପିବଦ୍ଧ କରିବା ବହୁତ କଷ୍ଟସାଧ୍ୟ ଥାଏ। ସେ ଚିନ୍ତା କରୁଥାନ୍ତି, କେହି ଜଣେ ବିଚକ୍ଷଣ ତଥା ବୁଦ୍ଧିମାନ ପଣ୍ଡିତ ମିଳନ୍ତେ କି ଯାହାଙ୍କୁ ମୁଁ ମହାଭାରତ କଥା ଶୁଣାଇଲେ ସେ କ୍ଷିପ୍ର ଗତିରେ ଲେଖିଯାଆନ୍ତେ। ଏଥିପାଇଁ ବ୍ରହ୍ମାଙ୍କୁ ପ୍ରାର୍ଥନା କରି ସଂକ୍ଷେପରେ ସେ ତାଙ୍କୁ ମହାଭାରତ କଥା ଶୁଣାଇବାରୁ ଚତୁରାନନ ବ୍ରହ୍ମା ବହୁ ଆନନ୍ଦିତ ହେଲେ। ସେ ମହର୍ଷିଙ୍କୁ କହିଲେ, ହେ ମହାତ୍ମନ୍, ମୁଁ ତୁମ୍ଭ ମନର ବ୍ୟଥା ବୁଝିପାରୁଛି। ତୁମର ଏହି ବିଶାଳ ଗ୍ରନ୍ଥକୁ ଲିପିବଦ୍ଧ କରିବା ପାଇଁ ସଂସାରରେ ଜଣେ ମାତ୍ର ସମର୍ଥ ଅଛନ୍ତି। ସେ ହେଲେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ। ତୁମେ ତାଙ୍କୁ ପ୍ରାର୍ଥନା କର, ନିଶ୍ଚୟ ସେ ତୁମକୁ ସାହାଯ୍ୟ କରିବେ। ବ୍ରହ୍ମାଙ୍କ ଠାରୁ ଏହା ଶୁଣି ବ୍ୟାସଦେବ ଭକ୍ତିପୂର୍ବକ ଗଣେଶଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ। ବିଘ୍ନରାଜ ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ସମ୍ମୁଖରେ ଆବିର୍ଭୂତ ହେଲେ। ବ୍ୟାସଦେବ ଗଜାନନଙ୍କୁ କହିଲେ, ହେ ବିନାୟକ, ସମସ୍ତ ସଂସାରର କଲ୍ୟାଣ ଅର୍ଥେ ମୁଁ ଏକ ଗ୍ରନ୍ଥର ପରିକଳ୍ପନା କରିଛି। ଏହି ଗ୍ରନ୍ଥ ମୋ ଚିନ୍ତା ପ୍ରସୂତ ହୋଇଥିଲେ ସୁଦ୍ଧା ଏହାର ବିଶାଳତା ଦୃଷ୍ଟିରୁ ମୁଁ ଏହାକୁ ଲିପିବଦ୍ଧ କରିବାରେ ସମର୍ଥ ହୋଇପାରୁନାହିଁ। ସେଥିପାଇଁ ମୁଁ ବଡ଼ ଚିନ୍ତିତ ହୋଇପଡ଼ିଛି। ଆପଣ ଯେହେତୁ ଏହି କାର୍ଯ୍ୟ ନିମନ୍ତେ ସମର୍ଥ, ମୁଁ ଆପଣଙ୍କୁ ପ୍ରାର୍ଥନା କଲି। ଏପରି ଘୋର ସଙ୍କଟରୁ ଆପଣ ହିଁ ମୋତେ ଉଦ୍ଧାର କରିପାରିବେ। ଗ୍ରନ୍ଥର ଶ୍ଲୋକମାନ ରଚନା କରି ମୁଁ ବୋଲିଯିବି। ଆପଣ ଏହାକୁ ଲେଖି ଚାଲିବେ। ଆପଣ ତ ସ୍ୱୟଂ ବିଦ୍ୟାର ବାରିଧି। ଆପଣଙ୍କୁ ମୁଁ ଆଉ ଅଧିକ କ'ଣ କହିବି। ଶ୍ରୀ ଗଣେଶଙ୍କର ମହର୍ଷି ବ୍ୟାସଦେବଙ୍କ ପ୍ରତି ବହୁ ସମ୍ମାନ ଥିଲା। ତାଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ସେ ଚାହୁଁଥିଲେ, କିନ୍ତୁ ମହାଭାରତ ଲେଖିବା ପାଇଁ ସେ କାହିଁକି ଟିକିଏ ଅଡ଼ୁଆ ବୋଧ କରୁଥିଲେ। ତେଣୁ ସେ ଚିନ୍ତା କଲେ, ମୁଁ ଯାଉଛି ଏପରି ଗୋଟିଏ ସର୍ତ୍ତ ରଖିଦେବି ଯେପରି ମହର୍ଷି ବେଦବ୍ୟାସ ଟିକିଏ ଅଡ଼ୁଆରେ ପଡ଼ିଯିବେ। ଗଣେଶ ବ୍ୟାସଦେବଙ୍କୁ କହିଲେ, ଠିକ୍ ଅଛି, ତୁମ ମହାଭାରତ ଲେଖିବାକୁ ମୋର କୌଣସି ଆପତ୍ତି ନାହିଁ, କିନ୍ତୁ ଗୋଟିଏ ସର୍ତ୍ତରେ ଏହା ମୁଁ ଲେଖିବି। ତାହା ହେଲା, ଆପଣ ଅନର୍ଗଳ ଡାକି ଚାଲିବେ, ଯେମିତି ମୋର ଲେଖନୀ ମୁହୂର୍ତ୍ତେ ମାତ୍ର ବନ୍ଦ ନ ହେବ। ଲେଖିଲା ବେଳେ ଯଦି ଲେଖନୀ ମୋର ବନ୍ଦ ହୋଇଯାଏ, ତେବେ ମୁଁ ଆଉ ଆଗକୁ ଯାଇପାରିବି ନାହିଁ। ପରମଜ୍ଞାନୀ ବ୍ୟାସଦେବ ପ୍ରଭୁ ଗଣେଶଙ୍କ କଥା ଶୁଣି ହସି ହସି କହିଲେ, ଠିକ୍ ଅଛି, ମୁଁ ଆପଣଙ୍କ ସର୍ତ୍ତରେ ରାଜି, ପରନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି। ଆପଣ ଲେଖିଲା ବେଳେ ନ ବୁଝି କିଛି ଲେଖିବେ ନାହିଁ। ଗଜାନନଙ୍କ ସର୍ତ୍ତକୁ ମହର୍ଷି ବେଦବ୍ୟାସ ମାନିନେଲେ ଓ ବ୍ୟାସଦେବଙ୍କ ସର୍ତ୍ତକୁ ମଧ୍ୟ ଗଜାନନ ମାନିନେଲେ। ଏହାପରେ ମହାଭାରତ ଲେଖା ଚାଲିଲା। ବ୍ୟାସଦେବ ଡାକି ଚାଲିଲେ ଓ ଗଣେଶ ଲେଖି ଚାଲିଲେ, କିନ୍ତୁ ବ୍ୟାସଦେବ ମଝିରେ ମଝିରେ ଏପରି ଏକ କଷ୍ଟ ଶ୍ଲୋକଟିଏ ଡାକି ଦିଅନ୍ତି ଯେ ଗଣେଶଙ୍କୁ ତାହାର ଅର୍ଥ ବୁଝିବା ପାଇଁ କିଛି ସମୟ ଲାଗିଯାଏ। ଏହି ସମୟରେ ବ୍ୟାସଦେବ ପର ଶ୍ଲୋକଗୁଡ଼ିକୁ ଚିନ୍ତା କରି ନିଅନ୍ତି। ତେଣୁ ମହାଭାରତରେ ଏଭଳି କେତେକ ଶ୍ଲୋକ ରହିଛି ଯାହାର ଅର୍ଥ ବାହାର କରିବା ଖୁବ୍ କଠିନ। ଏହି ଶ୍ଲୋକଗୁଡ଼ିକୁ ଗ୍ରନ୍ଥି କୁହାଯାଏ, ଅର୍ଥାତ୍ ଏସବୁ ଗ୍ରନ୍ଥର ଗଣ୍ଠି। ମହାଭାରତ ଲେଖା ସରିଯିବା ପରେ ବ୍ୟାସଦେବଙ୍କ ପୁତ୍ର ପରମଜ୍ଞାନୀ ଶୁକଦେବ
ପରମଜ୍ଞାନୀ ଶୁକଦେବ ଗୋସ୍ୱାମୀଙ୍କୁ ଏହା ଜଣାଇଲେ। ଶୁକଦେବ ଏ ଶାସ୍ତ୍ରକୁ ଗନ୍ଧର୍ବମାନଙ୍କୁ ଶୁଣାଇଲେ। ଶୁକଦେବ ଏ ଶାସ୍ତ୍ରକୁ ଗନ୍ଧର୍ବମାନଙ୍କୁ ଶୁଣାଇଲେ। ମନୁଷ୍ୟମାନଙ୍କ ମଧ୍ୟରେ ଏ ଗ୍ରନ୍ଥର ପ୍ରଚାର ପାଇଁ ମହର୍ଷି ବ୍ୟାସଦେବ ତାଙ୍କର ପ୍ରଧାନ ଶିଷ୍ୟ ଶ୍ରୀ ବୈଶମ୍ପାୟନଙ୍କୁ ଏହା ଶୁଣାଇ କହିଲେ, ତୁମେ ଯାଇ ମହାରାଜ ଜନ୍ମେଜୟଙ୍କ ସର୍ପଯଜ୍ଞ ସ୍ଥଳୀରେ ମହାରାଜ ଜନ୍ମେଜୟଙ୍କ ସର୍ପଯଜ୍ଞ ସ୍ଥଳୀରେ ଏହାର ପ୍ରଚାର କର। ମହର୍ଷି ବୈଶମ୍ପାୟନ ପରୀକ୍ଷିତଙ୍କ ପୁତ୍ର ମହାରାଜ ଜନ୍ମେଜୟଙ୍କ ସର୍ପଯଜ୍ଞ ସ୍ଥଳୀରେ ପହଞ୍ଚି ତାଙ୍କୁ ଏ ପବିତ୍ର କଥା ଶୁଣାଇଲେ। ସେତେବେଳେ ସେଠି ଉପସ୍ଥିତ ଥାନ୍ତି ଉପସ୍ରବା ନାମରେ ଜଣେ ବିଦ୍ୱାନ ଋଷି। ସେ ମହାଭାରତ ଶୁଣି ତାଙ୍କର ଅସାଧାରଣ ସ୍ମୃତିଶକ୍ତି ବଳରେ ଏହାକୁ ମନେ ରଖିପାରିଥିଲେ। ଋଷି ଉପସ୍ରବା ସାରଥୀ କୂଳରେ ଥିବାରୁ ତାଙ୍କୁ ସୂତ ବା ସୌତି ବୋଲି କୁହାଯାଉଥିଲା। ସୂତ ଭାରତବର୍ଷର ବହୁ ତୀର୍ଥ ପରିଭ୍ରମଣ ସାରି ନୈମିସାରଣ୍ୟରେ ପହଞ୍ଚି ସୌନକ ଋଷିଙ୍କ ଅଧ୍ୟକ୍ଷତାରେ ଏକ ମହାଯଜ୍ଞ କଲେ। ସେଠାରେ ଉପସ୍ଥିତ ଋଷିମାନେ ସୂତ ମୁନିଙ୍କ ମୁଖରୁ କିଛି ଆଖ୍ୟାୟିକା ଶୁଣିବା ପାଇଁ ଆଗ୍ରହ ପ୍ରକାଶ କଲାରୁ ସୂତ ତାହାଙ୍କୁ ମହାଭାରତ ଶୁଣାଇଲେ। ସୂତଙ୍କ କୁହାଯାଇଥିବା ମହାଭାରତ ହିଁ ଆମ୍ଭେ ବର୍ତ୍ତମାନ ଦେଖୁଛନ୍ତି। ମହାଭାରତରେ ଅଛି କୁରୁବଂଶର ବିସ୍ତାର, କୁରୁରାଣୀ ଗାନ୍ଧାରୀଙ୍କ ଧର୍ମଶୀଳତା। ତତେ ମନା କରୁଛି। ମହାଭାରତରେ ଅଛି କୁରୁବଂଶର ବିସ୍ତାର, କୁରୁରାଣୀ ଗାନ୍ଧାରୀଙ୍କ ଧର୍ମଶୀଳତା, ବିଦୁରଙ୍କ ପ୍ରଜ୍ଞା, କୁନ୍ତୀଙ୍କ ଧୈର୍ଯ୍ୟ, ଦ୍ରୌପଦୀଙ୍କ ମହନୀୟତା, ପାଣ୍ଡବମାନଙ୍କ ଧର୍ମନିଷ୍ଠା, ଭଗବାନ ଶ୍ରୀକୃଷ୍ଣ ଓ ପିତାମହ ଭୀଷ୍ମଙ୍କ ନୀତିନିଷ୍ଠତା ଏବଂ ଧୃତରାଷ୍ଟ୍ର ପୁତ୍ରମାନଙ୍କ ଦୁରାଚାର। କୌରବ ଓ ପାଣ୍ଡବମାନଙ୍କୁ ଏଥିରେ ଦୁଇଟି ବୃକ୍ଷ ଭାବେ ଚିତ୍ରିତ କରାଯାଇଛି। ଗୋଟିଏ କ୍ରୋଧ ଓ ଅସୂୟାର ପ୍ରତୀକ, ଅନ୍ୟଟି ଧର୍ମ ଏବଂ ସଦାଚାରର ପ୍ରତୀକ। ମହାଭାରତ ମୁଖ୍ୟ ଭାବେ